ବନ୍ଦ ଆଜିକାଲି ଯିଏ ବି ବାନା ଟୋକା ଦିଏ ଯଦି ସନ୍ଧ୍ୟାବେଳେ ବଜାରରେ ବୁଲି କାଲି ବନ୍ଦ ଦୋକାନ ବନ୍ଦ କାହିଁକି ନା ଯୋଉ ଇନ୍ସୁରାନ୍ସ କମ୍ପାନୀ ଡିକ୍ଲେୟାର କରିଦେଲା କୋର୍ଟ ବି କହିଦେଲା ଯେ ବନ୍ଦ ବେଳେ ଯିଏ ଦୋକାନ ବନ୍ଦ ଗାଡି ଘୋଡା ଯଦି ନଷ୍ଟ ହବ ତାକୁ ଇନ୍ସୁର୍ଡ ସେ ଯୋଉ ଇନ୍ସୁର୍ଡ ଥିଲେ ବି ତାକୁ କୌଣସି କ୍ଷତିପୂରଣ ମିଳିବ ନାହିଁ ସେଥିପାଇଁ ଲୋକ ଡରିକି ଦେଖୁଛନ୍ତି କ୍ଲେମ କିଛି ପାଇବୁ ନାହିଁ କ୍ଷତି ହେଲେ ତେଣୁ ସେ ମନୁ ମନ ଦୋକାନ ବଜାର ବନ୍ଦ କରିଦିଅନ୍ତି ଆଜି ଯୋଉ ବନ୍ଦ ହେଇଛି ଆଂଶିକ ପ୍ରଭାବ କୋଉଠି କେମିତି ପଡିଛି ପ୍ରାୟତଃ ଗାଡି ଘୋଡା ଚାଲୁଛି କି ବସ୍ ଟ୍ରକ୍ ଚାଲୁଛି ମୁଁ ଦେଖୁଥିଲି ଟିଭିରେ ଦେଖୁଥିଲି ଖବର ବି ନେଉଥିଲି ତେଣୁ ୟାର କିଛି ବିଶେଷ ପ୍ରଭାବ ପଡିବ ନାହିଁ। ଆପଣ ଦେଖନ୍ତୁ ପ୍ରଭାବଟା କେତେ ପଡ଼ିଲା ନ ପଡ଼ିଲା ସେଇଟା ଯେ ଶାସକ ଦଳରେ ରହିବେ ସେମାନେ କେବେ ଆକଳନ କରିପାରିବେନି କାହିଁକିନା ଶାସକ ଦଳରେ ରହିଲେ ଏବଂ ଉପରସ୍ତରରେ ରହିଲେ ସେମାନେ ସବୁବେଳେ ଗୋଟେ ଭିନ୍ନ ଚିନ୍ତାଧାରା ରହିବେ ଯେମିତି ସବୁକିଛି ଠିକଠାକ ଚାଲିଛି ତାଙ୍କ ଭାବନା ଭିତରେ ରହିବ କିନ୍ତୁ ସାଧାରଣ ଲୋକଟି ମଧ୍ୟ ପ୍ରଶ୍ନ କରୁଛି ଭାରତ ବନ୍ଧୁ କ'ଣ ପାଇଁ ଡାକରା ଦିଆଯାଇଛି ଏବଂ ସେତିକିବେଳେ ଆଲୋଚନା ହେଉଛି ଏହି କାରଣ ଯୋଗୁଁ ବନ୍ଦ ଡାକରା ଦିଆଯାଇଛି ଅର୍ଥାତ୍ ଲୋକଙ୍କ ଭିତରୁ ଖବର ଯାଉଛି ସଚେତନତା ସୃଷ୍ଟି ହେଉଛି ଭାରତ ସରକାରଙ୍କ ବିରୁଦ୍ଧରେ ଗୋଟେ ପ୍ରବଳ ଜନମତ ସୃଷ୍ଟି ହେଉଛି ଯଦି ସେମାନେ ତାକୁ ଆକଳନ କରି ନ ପାରିବେ ତାହେଲେ ସେମାନେ ନିଶ୍ଚିତ ଭାବରେ ଦୁର୍ଗତିର ସମ୍ମୁଖୀନ ହେବେ।